ହ୍ୟାଲୋ ସାଙ୍ଗମାନେ ନମସ୍କାର ଜୟ ଜଗନ୍ନାଥ। ଆଉ ଆପଣମାନେ କେମିତି ଅଛନ୍ତି? ମୁଁ ଆଶା କରୁଛି ଆପଣମାନେ ଭଲ ଥିବେ। ଆଉ ମୁଁ ବି ଭଲରେ ଅଛି ସାଙ୍ଗମାନେ। ଭଲରେ କ'ଣ କାଲିରୁ ମୋ ଦେହ ଭଲ ନାହିଁ, ତ ମୋ ଆବାଜରୁ ଆପଣମାନେ ଜାଣିପାରୁଥିବେ। ତ ସାଙ୍ଗମାନେ ମୁଁ କ'ଣ କହିବି, ମାନେ ଏଠି ଶୋଇ ଶୋଇକି ମୁଁ ଚିନ୍ତା କରୁଛି ଆମେ ମାନେ ନାରୀମାନେ କେତେ କଷ୍ଟ କରୁଛନ୍ତି, କେବେ ଖୁସି ଅନୁଭବ କରିପାରୁନାହାନ୍ତି, ମାନେ ନିଜ ଇଚ୍ଛାରେ କେବେ ବଞ୍ଚି ପାରୁନାହାନ୍ତି। କୁହନ୍ତୁ ତ ମୁଁ କେମିତି କହୁଛି କୁହ। ଯେତେବେଳେ ଛୋଟ ପିଲା ଥିଲୁ ବାପା ମା ଦାୟିତ୍ୱ ନେଇକି ବୁଝୁଥିଲେ, ଟିକେ ବଡ଼ ହେଇଗଲୁ 8 10ରୁ 15 20 15 ବର୍ଷ 18 ବର୍ଷ ଭିତରେ ବାପା ମା କହିଲେ, ଭାଇମାନେ କହିଲେ କି ଏଇଟା କରନା, ଏଇଟା ଭୁଲ, ହେଠିକି ଯାନା, ଏ କାମ କରନା, ଏମିତି ବସ, ଏମିତି ଉଠୁ, ଏମିତି କଥାବାର୍ତ୍ତା କର। ବାପା ମା କହିବେ, ଭାଇମାନେ କେଉଁଠି ପଠେଇବେନି, ମନା କରିବେ, ହେଇ ହେଠି କୁଆଡ଼େ ଯାଉଛୁ ଝିଅ ପିଲାଟେ ତୋର କାମ କ'ଣ। ତୁ କିଛି ତ ଇଚ୍ଛା ପୂରଣ କରିପାରିବୁନି। ବେଶ ପାଠ ପଢ଼, ଘରେ ରହ, ଚୁପଚାପ ବସ, ତୁ କିଛି ଖୁସି ଅନୁଭବ କରିପାରିବୁନି। ତ ତାପରେ ଆମର ବାହାଘର ହେଇଯିବ, ପାଠଶାଠ ପଢ଼ା ସରିଲା ପରେ ବାହାଘର ହେଇଯିବ। ବାହାଘର ପରେ ସ୍ୱାମୀ ଶାଶୁ ଶ୍ୱଶୁରଙ୍କ କଥା ମାନିବାକୁ ପଡ଼ିବ। ଏ କାମ କର, ସେ ଶାଶୁ କହିବେ ଏ କାମ କର, ଏଇଟା ଏମିତି କର, ଏଇଟା ସେମିତି କର। ଆଉ ସ୍ୱାମୀ କହିବେ ତୁ ଏଇଟା କର, ସେଇଟା କର। ସମସ୍ତଙ୍କ କଥା ବୁଝି ବୁଝିକି ଟାଇମ୍ ପଳେଇବ, ତୁ ନିଜେ ଖୁସି ହେଇପାରିବୁନି କେବେ। ତାପରେ ଆଉ ପିଲା ଛୁଆ ହେଲା ପରେ ପିଲା ଛୁଆଙ୍କ ଦାୟିତ୍ୱ ବହୁତ, ଛୋଟରୁ ବଡ଼ କର, କେମିତି ସେ ଖାଇବେ, କେମିତି ପିନ୍ଧିବେ, ତାପରେ ଟିକେ ବଡ଼ ହେଇଗଲେ କେମିତି ପାଠ ପଢ଼ିବେ, କେମିତି ମଣିଷ ହେବେ, ସେ ଚିନ୍ତା। ଟିକେ ପିଲା ଛୁଆ ବଡ଼ ହେଇକି ନିଜ ଗୋଡ଼ରେ ନିଜେ ଠିଆ ହେଲା ପରେ ତାପରେ ପିଲାମାନଙ୍କର ଭବିଷ୍ୟତ, କେମିତି ଚାକିରି କରିବେ, କେମିତି ବାହାସାହା କରିବେ, କେମିତି ସଂସାର କରିବେ, ତାଙ୍କ ଦାୟିତ୍ୱ। ଆଉ ଯେତେବେଳେ ତୁ ଅଧା ବୟସ ହେଇଯିବ, ତୋର ମିନିମମ୍ 50ରୁ 60 70 ବର୍ଷ, ତାପରେ ନାତି ନାତୁଣୀକି ସେବା, ନାତି ନାତୁଣୀକି ଧର, ନାତି ନାତୁଣୀ ସହିତ ଖେଳ, ସେଇଟା ଟିକେ ଖୁସି ଥାଏ। କିନ୍ତୁ ନିଜର ମନର ଯେଉଁ ଆଶା, ଯେଉଁ ସ୍ୱପ୍ନ, ଯେଉଁ ଖୁସି କାହିଁ ସାଙ୍ଗମାନେ, ଏଇଟା ବୋଧେ ଜନ୍ମରେ ନଥିବ। ମୁଁ ମାନେ ନିଜେ ଅନୁଭବ କରୁଛି। ମୁଁ ଏବେ କ'ଣ କରୁଛି ଜାଣିଛନ୍ତି ନା, ମୁଁ ଆଉ ଯେତିକି କରିବା କଥା କରୁଛି, କାହିଁକିନା ମୋର ଏଇଟା ମିଡ଼ିୟମ୍ ଷ୍ଟେଜ୍ ଆସିଗଲା। ବର୍ତ୍ତମାନ ଯେତେ ଦିନ ଏ ଦୁନିଆରେ ଅଛି, ମୁଁ ନିଜ ପାଇଁ ବଞ୍ଚିବି। ବହୁତ କଷ୍ଟ କରୁଛି ସମସ୍ତଙ୍କ ପାଇଁ, ତ ଏବେ ନିଜ ପାଇଁ ନିଜେ ବଞ୍ଚିବାକୁ ଚେଷ୍ଟା କରୁଛି। ପ୍ରାୟ ଆମର ବନ୍ଧୁବାନ୍ଧବ ମାନେ କହୁଛନ୍ତି ଭିଡ଼ିଓ କରୁଛି, ଷ୍ଟାଇଲ୍ ମାରୁଛି, ଇନଷ୍ଟା କରୁଛି। ଆରେ ମୁଁ କେତେବେଳେ ଆଉ ଖୁସି ହେବି ମୋ ନିଜ ପାଇଁ? ମୁଁ ତ କିଛି ଖରାପ କାମ କରୁନି ନା ସାଙ୍ଗମାନେ, ତ କ'ଣ ମୋର ଭୁଲ ରହିଗଲା କୁହନ୍ତୁ? ଯଦି ମୋର ଏଇ କଥାଟି ଆପଣମାନଙ୍କୁ ଭଲ ଲାଗେ ନିଶ୍ଚିତ କମେଣ୍ଟ କରିବେ। ମୁଁ କରିବି କ'ଣ? ବର୍ତ୍ତମାନ ଦେହ ତ ଅସୁସ୍ଥ ରହୁଛି, ଯେତେ ଦିନ ବଞ୍ଚୁଛୁ ଟିକେ ଖୁସି ବାସିରେ ବଞ୍ଚିବାକୁ ଦିଅ। ଯଦି ମୋ ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗେ ନିଶ୍ଚିତ ଲାଇକ୍ ସେୟାର କମେଣ୍ଟ କରିବେ, ଆଉ ସବସ୍କ୍ରାଇବ୍ କରିବେ। ଆଉ ଏ ଭିଡ଼ିଓଟାକୁ ବହୁତ ପରିମାଣ ସେୟାର କରିବେ, କାହିଁକିନା ଆଉ ନାରୀମାନେ ମୋ ଭଳିଆ ହଇରାଣ ନ ହୁଅନ୍ତୁ। ଖୁସିରେ ବଞ୍ଚ, ସମସ୍ତଙ୍କ ପାଇଁ ଟାଇମ୍ ଦିଅ, ନିଜ ପାଇଁ ବି ଟାଇମ୍ ଦିଅ। ବାଏ ବାଏ ଫ୍ରେଣ୍ଡ, ଲଭ୍ ୟୁ ଅଲ୍।